କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି କି? ଯଦି ହଁ, ତେବେ କେଉଁ ଦେହରେ କେଉଁ ସମସ୍ୟା ଥିଲେ ପିଇବା ଉଚିତ ନୁହଁ? ତେବେ ଆସନ୍ତୁ ଜାଣିବା, ଯେଉଁମାନଙ୍କର ପେଟ ସମସ୍ୟା ଅଛି ସେମାନେ ହଳଦୀ କ୍ଷୀର ପିଇବା ଉଚିତ ନୁହେଁ। ଅଧିକ ପରିମାଣରେ ହଳଦୀ କ୍ଷୀର ପିଇବା ଦ୍ୱାରା ପେଟରେ ଗ୍ୟାସ୍ ସମସ୍ୟା ସୃଷ୍ଟି ହୁଏ। ଏପରି ପରିସ୍ଥିତିରେ ଅତ୍ୟଧିକ ହଳଦୀ କ୍ଷୀର ପିଇବା ଦ୍ୱାରା ଆପଣଙ୍କ ପେଟ ଖରାପ ହୋଇପାରେ। ହଳଦୀ ଶରୀରକୁ ଗରମ କରିଥାଏ, ଯାହା ପେଟ ଦରଜ ଏବଂ ଯନ୍ତ୍ରଣାର ସମ୍ଭାବନାକୁ ବୃଦ୍ଧି କରିଥାଏ। ହଳଦୀରେ ଥିବା ଯୌଗିକ ଗୁଣ ଯୋଗୁଁ ମଧ୍ୟ ଡାଇରିଆ ଏବଂ ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଶରୀରର କୌଣସି ସ୍ଥାନରେ ଷ୍ଟୋନ୍ ଅଛି, ତେବେ ଆପଣ ହଳଦୀ କ୍ଷୀର ପିଇବାକୁ ଦୂରରେ ରୁହନ୍ତୁ, ବିଶେଷ କରି ପେଟ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ, କାରଣ ଏହା ଆପଣଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ। ଯଦି ଆପଣଙ୍କର ଲିଭର ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ହଳଦୀ କ୍ଷୀର ଆଦୌ ସେବନ କରନ୍ତୁ ନାହିଁ, କାରଣ ଏହା ଲିଭର ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ। ଏହା ବ୍ୟତୀତ ହଳଦୀ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ମଧ୍ୟ ଖରାପ କରିପାରେ, ଯାହା ରକ୍ତସ୍ରାବ ରୋଗ ଥିବା ଲୋକଙ୍କ ରକ୍ତସ୍ରାବର ଆଶଙ୍କା ବଢ଼ାଇପାରେ। ସେଥିପାଇଁ ଏହିସବୁ ସମସ୍ୟା ଥିଲେ ହଳଦୀ କ୍ଷୀର ପିଇବା ଉଚିତ ନୁହେଁ, ନଚେତ୍ ଆପଣ ଆଗକୁ ଯାଇ ବଡ଼ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି। ବ୍ୟୁରୋ ରିପୋର୍ଟ, ସୁଭଦ୍ରା ନ୍ୟୁଜ୍।